ଓଡ଼ିଆ ଭାଷା ସାହିତ୍ୟର ସମସ୍ତ ବିଦ୍ୟାର୍ଥୀମାନଙ୍କୁ ପୁଣି ଥରେ ସ୍ୱାଗତମ୍। ଆଜିର ଆଲୋଚନାର ବିଷୟ ହେଉଛି ଓଡ଼ିଆ ଭ୍ରମଣ କାହାଣୀ ପଶ୍ଚିମ ପଥିକ, ଯାହାକୁ ଲେଖିଛନ୍ତି ଡକ୍ଟର ମାୟାଧର ମାନସିଂ। ବାସ୍ତବିକ ଜୀବନ ଏକ ଭ୍ରମଣ, ଅସରନ୍ତି ଭ୍ରମଣ। ଅଜଣା ଅଶୁଣା ଅସୀମ ରାଜ୍ୟକୁ ତା'ର ଗତି। ମୃତ୍ୟୁ ଜୀବନର ପୂର୍ଣ୍ଣଚ୍ଛେଦ ନୁହେଁ, ଅନନ୍ତ ଅଖଣ୍ଡ ଜୀବନର ଏକ କମା ମାତ୍ର। ଭ୍ରମଣ କାହାଣୀ ସମ୍ପର୍କରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଏ ଭାବନା ଯେପରି ହୃଦୟସ୍ପର୍ଶୀ, ବର୍ଣ୍ଣନାର ପାଟବଟା ସେହିପରି ମନୋଜ୍ଞ। ଭ୍ରମଣ ସାହିତ୍ୟ ଏକ ତଥ୍ୟାଶ୍ରୟୀ ମନ୍ମୟୀ ସାରସ୍ୱତ କଳା। ଭ୍ରମଣ ସ୍ଥାନର ଯଥାଯଥ ବିବରଣୀ ସହିତ ଲେଖକର ପ୍ରଥମ ପୁରୁଷୋଚିତ ଅନୁଭୂତିଲବ୍ଧ କଥା, ଯାହାକି କଳାତ୍ମକ ରୂପମଣ୍ଡଳୀରେ ମଣ୍ଡିତ ହୋଇ ପାଠକ ପ୍ରାଣକୁ ଅଫୁରନ୍ତ ଆନନ୍ଦର ଉଚ୍ଛ୍ୱାସ ତୋଳେ। ମନୁଷ୍ୟ ମନର ବିଚ୍ଛିନ୍ନତା ଓ ଏକାକିତ୍ୱର ଅପସାରଣ ଭ୍ରମଣ ସାହିତ୍ୟ ଦ୍ୱାରା ସମ୍ଭବ। ପାଠକ ମନଶ୍ଚକ୍ଷୁରେ ସୁଦୂରବର୍ତ୍ତୀ ଦେଶ ବିଦେଶର ଚିତ୍ର ପ୍ରତ୍ୟକ୍ଷ ଜନିତ ଅପୂର୍ବ ଆନନ୍ଦ ଅନୁଭବ କରିପାରେ। ନବଯୁଗରେ ଶିକ୍ଷା ଗମନାଗମନର ସୁଗମତା, ଜାତୀୟ ମହାସମିତି ପ୍ରତିଷ୍ଠା ଦ୍ୱାରା ଭାରତୀୟମାନଙ୍କ ମଧ୍ୟରେ ଜାତୀୟ ଐକ୍ୟମୂଳକ ଭାବଧାରା ସଞ୍ଚାରିତ ହୋଇଥିଲା। ଫଳତଃ ଓଡ଼ିଶାର ଭ୍ରମଣ ସାହିତ୍ୟ ଲେଖକମାନେ ଓଡ଼ିଶା, ଭାରତ ଓ ବିଦେଶର ଅଭିଜ୍ଞତା ସମୃଦ୍ଧ ବୃତ୍ତାନ୍ତ ଲିପିବଦ୍ଧ କରି ଉତ୍କଳୀୟମାନଙ୍କ ମାନସିକ ପ୍ରସାର କାମନା କରିଥିଲେ। ଏହି ପ୍ରାରମ୍ଭିକ ଉଦ୍ୟମ ଏକାନ୍ତ ପ୍ରଶଂସ୍ୟ ହୋଇଥିଲେ ସୁଦ୍ଧା ଭ୍ରମଣ ସାହିତ୍ୟ ବହୁସ୍ଥଳରେ ଲେଖକଙ୍କ ଅନୁଭୂତିର ବହିଃପ୍ରକାଶ ଛଡ଼ା ରସାଣିତ ଅଭିବ୍ୟକ୍ତି ଲାଭ କରି ପାରିନଥିଲା। ପରବର୍ତ୍ତୀ କାଳରେ ଭ୍ରମଣ ସାହିତ୍ୟର ବୈଚିତ୍ର୍ୟ, ସୌନ୍ଦର୍ଯ୍ୟ ଓ ରସସମ୍ଭାର ଅଭାବ ଦୂରୀଭୂତ ହୋଇ ଏହି ସାହିତ୍ୟର ପରମ୍ପରା ଦୃଢ଼ଭିତ୍ତିକ ହୋଇଥିଲା। ବାସ୍ତବରେ ସାମ୍ପ୍ରତିକ ସାରସ୍ୱତ ଜଗତରେ ଭ୍ରମଣ କାହାଣୀ ଶୁଷ୍କ ନିରସର କାହାଣୀ ନୁହେଁ। ଏ କାହାଣୀ ହେଉଛି ଭ୍ରମଣକାରୀର ଅଙ୍ଗେ ଲିଭା ଅନୁଭୂତିର କାହାଣୀ। ସତେ ଯେପରି ଚିତ୍ତୋଲ୍ଲାସକାରୀ କଳକଳ ନାଦିନୀ ସ୍ୱଚ୍ଛ ଝରଣାଟିଏ। ଅପୂର୍ବ ଶବ୍ଦ ସଂଯୋଜନା, ବର୍ଣ୍ଣନାଭଙ୍ଗୀର ମଞ୍ଜୁଳତା, ତୀର୍ଯ୍ୟକ ଦୃଷ୍ଟିଭଙ୍ଗୀ, ଅନ୍ତର୍ଭେଦୀ ଅନୁଶୀଳନୀ, ଯୋଗ୍ୟ ପ୍ରାଜ୍ଞିକ ସଭା, ଏସବୁ ଭିତରେ ପାଠକ ପାଆନ୍ତି ଉପନ୍ୟାସ ବା ଗଳ୍ପ ପରି ଗୀତିମୟତାର ଅପୂର୍ବ ଆବେଗ, ହୃଦୟଛୁଆଁ ମୂଲ୍ୟାୟନ ଲଳିତ ଭାବ। ସତେ ଯେପରି ଏହା ଭ୍ରମଣକାରୀର ଭ୍ରମଣ ବୃତ୍ତାନ୍ତ ହୋଇନାହିଁ, ପରନ୍ତୁ ଏହା ହୋଇଛି ଯୋଡ଼ିବାର, ଛନ୍ଦିବାର ତଥା ବ୍ୟକ୍ତି ଚେତନାର କୂପମଣ୍ଡକତ୍ୱ ଦୂର କରି ବ୍ୟାପକ ମନଶ୍ଚେତନାର ନୂତନ ଦିଗନ୍ତକୁ ଉନ୍ମୋଚନ କରିବା ମଧ୍ୟରେ ନିଜକୁ ହଜାଇ ଦେବାର ଅଦମ୍ୟ ଶାଶ୍ୱତୀ କଳାତ୍ମକ ପ୍ରଚେଷ୍ଟା। ସାଂସ୍କୃତିକ ଭାବ ବିନିମୟ ଓ ଆନ୍ତର୍ଜାତିକ ବୁଝାମଣା ଦିଗରେ ସୃଷ୍ଟି ହୁଏ ଏକ ସମୁଚିତ ଦିଶାରୀ। ଆଧୁନିକ ଓଡ଼ିଆ ସାହିତ୍ୟରେ ବହୁମୁଖୀ ପ୍ରତିଭାର ଅଧିକାରୀ ହେଉଛନ୍ତି ଡକ୍ଟର ମାୟାଧର ମାନସିଂ। ସେ ଏକାଧାରରେ କବି, ନାଟ୍ୟକାର, ପ୍ରାବନ୍ଧିକ, ସମାଲୋଚକ, ସମ୍ପାଦକ, ଶିକ୍ଷାବିତ୍ ଭାବରେ ଜଣେ ଖ୍ୟାତିସମ୍ପନ୍ନ ସାରସ୍ୱତ ସାଧକ। କବିତା ଭିତରେ ସେ ଯେପରି ନିଜର ଅଭ୍ରାନ୍ତ ଭାବର ପ୍ରତିଫଳନ କରିପାରିଛନ୍ତି, ତାଙ୍କ ଗଦ୍ୟ ସାହିତ୍ୟ ଭିତରେ ମଧ୍ୟ ସେହିପରି ନିଜ ମନ ଓ ପ୍ରାଣର ସକଳ ବାତାୟନ ଖୋଲି ଦେଇଛନ୍ତି। ତାଙ୍କ ସୃଷ୍ଟି ସମ୍ପଦମାନଙ୍କ ମଧ୍ୟରେ ଧୂପ, ସାଧବ ଝିଅ, ହେମଶସ୍ୟ, ଜେମା ଇତ୍ୟାଦି କବିତା ସଂକଳନ, ଓଡ଼ିଆ ସାହିତ୍ୟର ଇତିହାସ, ମାଟିର ମହାକବି ସାରଳା ଦାସ, ସରସ୍ୱତୀ ଫକୀରମୋହନ, ଶିକ୍ଷାବିତ୍ର ଗାଥା, ପଶ୍ଚିମ ପଥିକ ଇତ୍ୟାଦି ଗଦ୍ୟ ଗ୍ରନ୍ଥ ପ୍ରଧାନ। ବିଭିନ୍ନ ପ୍ରସଙ୍ଗରେ ସ୍ୱୀୟ ଅନୁଭବ ଓ ପ୍ରଜ୍ଞାଲବ୍ଧ ସତ୍ୟର ପ୍ରତିଷ୍ଠା ପାଇଁ ତାଙ୍କ ସଚେତନ ଚିତ୍ତର ପ୍ରଚଣ୍ଡ ଅଭିପ୍ସା ତାଙ୍କ ଭ୍ରମଣ କାହାଣୀ ପଶ୍ଚିମ ପଥିକରେ
ଭାସ୍ୱର ହୋଇ ଉଠିଛି। ଆଲୋଚ୍ୟ ଭ୍ରମଣ କାହାଣୀ ପଶ୍ଚିମ ପଥିକରେ ଲେଖକ ରଖିଛନ୍ତି 10 ଗୋଟି ଅଧ୍ୟାୟ ବା ଅନୁଚ୍ଛେଦ। ଏହି ପୁସ୍ତକର ପ୍ରଥମ 5ଟି ଅଧ୍ୟାୟ ନବଭାରତ ପତ୍ରିକାରେ ପ୍ରକାଶିତ ହୋଇଥିଲା। ଏହାର ଦୀର୍ଘ 5 ବର୍ଷ ପରେ ଲେଖକ ଅନ୍ୟ ଅଧ୍ୟାୟଗୁଡ଼ିକୁ ସଂଲଗ୍ନ କରି ପ୍ରକାଶକଙ୍କ ଅନୁରୋଧ କ୍ରମେ ପୁସ୍ତକର ଆକାର ଦେଇଛନ୍ତି। ପ୍ରବାସ ଯାତ୍ରାର ଅୟମାରମ୍ଭରେ ଲେଖକ ମହାକବି କାଳିଦାସଙ୍କ କବିତାରେ ବର୍ଣ୍ଣିତ ଗୃହ ନିର୍ଗତ ପ୍ରବାସୀ ପଥିକ ଓ ଗୃହସ୍ଥା ବିରହିଣୀ ପଥିକ ବଧୂର ଅନ୍ତର୍ବ୍ୟଥାକୁ ସ୍ୱୟଂ ଅନୁଭବ କରିଛନ୍ତି। 1937 ମସିହା ଅଗଷ୍ଟ 20 ତାରିଖରେ ଆରମ୍ଭ ହୁଏ ଲେଖକଙ୍କ ଭ୍ରମଣ ଯାତ୍ରା। ବିଜୟନଗର ଷ୍ଟେସନରେ ବିଳମ୍ବିତ ରେଳଗାଡ଼ିକୁ ଅପେକ୍ଷାରତ ଲେଖକ କ୍ଷୁଧା ନିବାରଣ ପାଇଁ ଅନିଚ୍ଛାକୃତ ଭାବେ ଉପଲବ୍ଧ ଖାଦ୍ୟ ଗ୍ରହଣ କରିଛନ୍ତି। କଲମ୍ବୋ ପର୍ଯ୍ୟନ୍ତ ଯିବା ରାସ୍ତାରେ ତାଙ୍କୁ ଅନେକ ଥର ମାଦ୍ରାସୀ ଖାଦ୍ୟ ଗ୍ରହଣ କରିବାକୁ ପଡ଼ିବାର ଆକଳନ ସେ କରିସାରିଥିଲେ। ଏହି ପରିପ୍ରେକ୍ଷୀରେ ସେ ଦକ୍ଷିଣ ଭାରତୀୟ ଖାଦ୍ୟ, ବସ୍ତ୍ର, ଭୌଗୋଳିକ ଅନୁଭବକୁ ନିଜର ଗଭୀର ଅନୁଭୂତିରେ ସଂଲଗ୍ନ କରି ବ୍ୟାଖ୍ୟା କରିଛନ୍ତି। ବିଜୟନଗର ଠାରୁ ମାଡ୍ରାସ ଅଭିମୁଖେ ତୃତୀୟ ଶ୍ରେଣୀ ରେଳଯାତ୍ରାକୁ ସେ ମନୁଷ୍ୟର କଠୋର ଜୀବନ ସଂଗ୍ରାମର ଏକ କ୍ଷୀଣ ପ୍ରତିବିମ୍ବ ବୋଲି ଅଭିହିତ କରିଛନ୍ତି। ଯେଉଁ କକ୍ଷରେ 9 ଜଣ ବସିବାର କଥା ସେଠି 19 ଜଣ ଭର୍ତ୍ତି ହେବା ସହିତ ସେମାନଙ୍କ ଜିନିଷପତ୍ରର ଉପସ୍ଥିତି ମନୁଷ୍ୟକୁ ନିଜର ପାରିପାର୍ଶ୍ୱିକ ଅବସ୍ଥା ସହିତ ବେଶ କିପରି ଖାପ ଖୁଆଇପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ଭାବେ ଲେଖକଙ୍କୁ ପ୍ରତୀୟମାନ ହେଉଥିଲା। ନିଜର ସହଯାତ୍ରୀମାନଙ୍କ ସହିତ ଏହିପରି ଗୋଟିଏ ରାତି କଟାଇ ପରଦିନ ସକାଳ 8ଟାରେ ମାଡ୍ରାସ ସେଣ୍ଟ୍ରାଲ ଷ୍ଟେସନରେ ଅବତରଣ କରି ନିଜ ପରିଚିତଙ୍କ ଘରେ ଗୋଟିଏ ଦିନ କଟାଇଥିଲେ ସେ। ତା ପରଦିନ ଥୋମାସ କୁକ୍ ଅଫିସରୁ ଦ୍ୱିତୀୟ ଶ୍ରେଣୀର ଟିକେଟ୍ ସଂଗ୍ରହ କରି ପୁନଃ ଯାତ୍ରାରମ୍ଭ କଲେ। ପଥପାର୍ଶ୍ୱରେ ସମଗ୍ର କରମଣ୍ଡଳ ବେଳାର ପ୍ରାକୃତିକ ଦୃଶ୍ୟରାଜି ଲେଖକଙ୍କୁ ମାନସିକ ଆନନ୍ଦ ପ୍ରଦାନ କରୁଥିଲା। ପରେ ରାମନାଥ ଜିଲ୍ଲାର ରୁକ୍ଷ ମରୁଭୂମି ଦେଇ ଦୀର୍ଘ ଅପରାହ୍ନ କଟାଇଲା ପରେ ଗାଡ଼ି ମଣ୍ଡପମ ଷ୍ଟେସନରେ ପହଞ୍ଚିଥିଲା, ଯେଉଁଠାରେ କଲମ୍ବୋ ବା ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରୁଥିବା ଯାତ୍ରୀମାନଙ୍କର ଡାକ୍ତରୀ ପରୀକ୍ଷା ଓ ପରିଚୟପତ୍ରର ଯାଞ୍ଚ କରାଯାଉଥିଲା। ମଣ୍ଡପମ ଷ୍ଟେସନ ଛାଡ଼ିଲା ପରେ ଗାଡ଼ି ଗୋଟିଏ କ୍ଷୁଦ୍ର ଶିକତାମୟ ଅନ୍ତରୀପ ମଧ୍ୟ ଦେଇ ଚାଲିଲା, ଯାହାର ଉଭୟ ପାର୍ଶ୍ୱରେ ନୀଳ ଜଳଧିର ପ୍ରଶାନ୍ତ ବିସ୍ତାର ଉଦ୍ଭାସିତ ହୋଇ ଉଠିଥିଲା। ପ୍ରାୟ 10-15 ମାଇଲ ଲମ୍ବ ଏହି ଅନ୍ତରୀପରେ 2ଟା ଷ୍ଟେସନ ଥିଲା, ରାମେଶ୍ୱର ଓ ଧନୁଷକୋଟି। ରାମେଶ୍ୱର ଷ୍ଟେସନ ପଡ଼ିଲାରୁ କେତେଜଣ ଯାତ୍ରୀ ସେଠାରେ ଓହ୍ଲାଇ ଗଲେ। ଦୂରରୁ ଦୃଶ୍ୟମାନ ରାମେଶ୍ୱର ମନ୍ଦିର ଦେଖି ଲେଖକ ନୀରବରେ ହାତ ଯୋଡ଼ି ପ୍ରଣାମ କଲେ। ତାପରେ ଲେଖକ ପହଞ୍ଚିଛନ୍ତି ଧନୁଷକୋଟି ଷ୍ଟେସନରେ। ଏହା ଠିକ୍ ସମୁଦ୍ର କୂଳରେ ଅନ୍ତରୀପର ଶେଷ ବିନ୍ଦୁରେ। ଏହି ଶେଷ ଭୂମି ସିଂହଳ ଆଡ଼କୁ ଭାରତର ନିକଟତମ ଭୂମି। ଗାଡ଼ିରୁ ଓହ୍ଲାଇ ଲେଖକ ଜାହାଜ ସମ୍ମୁଖରେ ଦଣ୍ଡାୟମାନ ହେଲେ। ଏହି କ୍ଷୁଦ୍ର ଜାହାଜ ସାହାଯ୍ୟରେ 2 ଘଣ୍ଟା ଜଳଯାତ୍ରା ପରେ ଲେଖକ ସିଂହଳର ବେଳାଭୂମିରେ ପହଞ୍ଚିଲା ବେଳକୁ ରାତ୍ରି ଆଗମନ କରିସାରିଥିଲା। ଜଳଯାତ୍ରା ସମୟରେ ରାମେଶ୍ୱରମ ସେତୁର ଅସ୍ପଷ୍ଟ ଦୃଶ୍ୟ ଏବଂ ସହଯାତ୍ରୀ ବିଲାତୀ ସାହେବ ସାହେବାଣୀଙ୍କ ଥଟ୍ଟା ପରିହାସର ସାମ୍ନା କରିବାକୁ ହୋଇଥିଲା ଲେଖକଙ୍କୁ। ସେଠାରୁ କଲମ୍ବୋଗାମୀ ଟ୍ରେନ୍ ଧରି ଲେଖକ ସକାଳ 8ଟା ବେଳେ କଲମ୍ବୋରେ ପହଞ୍ଚିଲେ। ସିଂହଳର ପ୍ରାକୃତିକ ଦୃଶ୍ୟ ଓ କଲମ୍ବୋର ଆଧୁନିକ ୟୁରୋପ ପ୍ରଭାବିତ ଚାକଚକ୍ୟକୁ ଉପଭୋଗ କରିଥିଲେ ଲେଖକ। ସିଲୋନି ପୁରୁଷ ତଥା ଛାତ୍ରମାନଙ୍କ ମଧ୍ୟରେ ଦେଶାତ୍ମବୋଧକତାର ଅଭାବକୁ ଅନୁମାନ କରିପାରିଥିଲେ ସେ। ଲେଖକ ଇତ୍ୟବସରେ ଉପେନ୍ଦ୍ର ଭଞ୍ଜଙ୍କ ଲାବଣ୍ୟବତୀ କାବ୍ୟରେ ବର୍ଣ୍ଣିତ ସିଂହଳ ରାଜକୁମାରୀ ବୃତ୍ତାନ୍ତ, ରାମ ରାବଣ ଯୁଦ୍ଧ ବୃତ୍ତାନ୍ତ, ଅଶୋକଙ୍କ ପୁତ୍ର ମହେନ୍ଦ୍ର ଓ କନ୍ୟା ସଂଘମିତ୍ରାଙ୍କ ବୌଦ୍ଧ ଧର୍ମ ପ୍ରଚାର ଉଦ୍ଦେଶ୍ୟରେ ଶ୍ରୀଲଙ୍କା ଗମନ ବୃତ୍ତାନ୍ତ ଇତ୍ୟାଦି ପ୍ରସଙ୍ଗ
ଉଲ୍ଲେଖ କରି ପ୍ରାଚୀନ ସଂସ୍କୃତିର ଏକ ଚିତ୍ର ପ୍ରଦାନ କରିଛନ୍ତି। ଜାପାନ ଅଭିମୁଖେ ଜାହାଜ ଅଗଷ୍ଟ 25 ତାରିଖ ପରିବର୍ତ୍ତେ 26 ତାରିଖ ଦିନ 12ଟାରେ ଛାଡ଼ିବାର ସ୍ଥିର ହେବାରୁ ଲେଖକଙ୍କୁ ଅଗତ୍ୟା କଲମ୍ବୋ ବନ୍ଦର ଜେଟିରେ ରାତ୍ରିଯାପନ କରିବାକୁ ପଡ଼ିଲା। ସେଠାରେ ସେ ପ୍ରଥମ ଥର ଜାପାନୀମାନଙ୍କୁ ଦେଖି ଉତ୍ସୁକତା ପ୍ରକାଶ କରିଥିଲେ। ସେମାନଙ୍କ ଉଦ୍ଦେଶ୍ୟରେ ସେ ଲେଖିଛନ୍ତି, ସାମାନ୍ୟ ଜାପାନୀମାନଙ୍କୁ ଇଂରେଜମାନେ ଭୟ କରୁଥିଲେ, କାରଣ ଜାପାନର ସାମାନ୍ୟତମ ପ୍ରଜା ଅପମାନିତ ହେଲେ ଜାପାନ ବୋମା ଟର୍ପିଡୋର ପ୍ରଳୟଙ୍କର ଗର୍ଜନରେ ତା'ର ଉତ୍ତର ଦେଉଥିଲା। ଲେଖକଙ୍କ ଭ୍ରମଣ ସମୟରେ ମାସକ ପୂର୍ବରୁ ଚୀନ ଜାପାନ ଯୁଦ୍ଧ ଆରମ୍ଭ ହୋଇସାରିଥିଲା। ଚୀନ ପ୍ରତି ଲେଖକଙ୍କର ସହାନୁଭୂତି ଥିଲା। ଜାପାନୀ ସାହିତ୍ୟ, ସଂସ୍କୃତି, ଧର୍ମ, ଶିକ୍ଷା, ଶାସନ ଇତ୍ୟାଦି ଚୀନ, ଭାରତ ଓ ପାଶ୍ଚାତ୍ୟ ଆଦର୍ଶରେ ପ୍ରତିଷ୍ଠିତ ଥିଲା। ବିଶ୍ୱ ସଭ୍ୟତାକୁ ଜାପାନୀମାନଙ୍କର କୌଣସି ବିଶିଷ୍ଟ ଦାନ ନାହିଁ। ଧୂର୍ତ୍ତତା ଓ ଅସାଧୁତାରେ ଜାପାନୀମାନେ ଶ୍ୱେତାଙ୍ଗମାନଙ୍କଠୁ ପ୍ରବଳ ଥିଲେ। ଜାପାନୀମାନେ ସାଧାରଣ କାମ ପାଇଁ ଶସ୍ତା ୟୁରୋପୀୟ ପୋଷାକ ବ୍ୟବହାର କରୁଥିଲେ ଓ ସାମୟିକ ବ୍ୟବହାର ପାଇଁ ଜାପାନୀ ଦାମୀ ପୋଷାକ ରଖୁଥିଲେ। ଲେଖକ ମାର୍ସେଲ ଠାରୁ ଜିବ୍ରାଲଟର ଯାଉଥିବା ବେଳେ ଜାହାଜର କ୍ୟାପ୍ଟେନ୍ ଠାରୁ ଜାପାନୀ ଶିକ୍ଷା ପଦ୍ଧତି ସମ୍ପର୍କରେ ଯାହା ଜାଣିବାକୁ ପାଇଥିଲେ ତାହା ଏହି ପୁସ୍ତକରେ ସ୍ଥାନିତ କରିଛନ୍ତି। ଜାପାନୀମାନେ ଦିବସର ସମସ୍ତ ଜଞ୍ଜାଳ ଶେଷ କରି ଶରୀରର ଦିନଯାକର କ୍ଲେଦ ପରିଷ୍କାର କରି ରାତ୍ରି ସ୍ନାନ ପରେ ବିଶ୍ରାମ ନିଅନ୍ତି। ଜାପାନରେ ଫୁଲ ସଜାଇ ଶିଖିବା ପାଇଁ ମଧ୍ୟ ସ୍କୁଲ ଅଛି। ଜାପାନୀ ମାଳି ଜଗତର ଶ୍ରେଷ୍ଠ ମାଳି ବୋଲି ଲେଖକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଜାପାନୀ ସାମାଜିକ ଜୀବନରେ ଉପଭୋଗ କାମନା ଗେଇସା ସମ୍ପ୍ରଦାୟରେ ବିକାଶ ଲାଭ କରିଛି। ଭାରତର ନୃତ୍ୟ ଗୀତ ପ୍ରଭୃତି ରୂପକଳା ବାରଙ୍ଗନାମାନଙ୍କ ସହିତ ଜଡ଼ିତ, କିନ୍ତୁ ଗେଇସା ନୃତ୍ୟ ଗୀତରେ ଜୀବିକାର୍ଜନ କଲେ ହେଁ ସେ ବାରଙ୍ଗନା ନୁହେଁ। ଲେଖକ ଏଠାରେ ଜାପାନ ଅତ୍ୟାଚାରରେ ଆସନ୍ନ ଧ୍ୱଂସପ୍ରାୟ ଚୀନର ବିଷୟବସ୍ତୁକୁ ନେଇ ପ୍ରଶ୍ନର ଉତ୍ତରରେ ଜନୈକା ଚୀନ ତରୁଣୀ ଯେ ଜାପାନଙ୍କ ଠାରୁ ସେମାନେ ବିଜୟ ସୁନିଶ୍ଚିତ ଓ ସେମାନଙ୍କ ଅସ୍ତ୍ରଶସ୍ତ୍ର ଜାପାନୀମାନଙ୍କ ଠାରୁ ଉନ୍ନତ ବୋଲି ଶୁଣି ଚୀନ ଜାତିର ପ୍ରଶଂସା କରିଛନ୍ତି। ଲେଖକ ଯାତ୍ରା କରୁଥିବା କ୍ଷୁଦ୍ର ଜାପାନୀ ଜାହାଜ କାଶିମାରୁ କଲମ୍ବୋ ବନ୍ଦର ପ୍ରାଚେରୀ ଘେରା ଡେଇଁ ସମୁଦ୍ରର କ୍ଷୁବ୍ଧ ବନ୍ଧୁର ପକ୍ଷରେ ଗମନ କରିବା ସମୟରେ ଭୟଙ୍କର ଭାବରେ ଆନ୍ଦୋଳିତ ହେବାରୁ ସେ ସମୁଦ୍ର ପୀଡ଼ା ଅନୁଭବ କରିଥିଲେ। ଏଡ଼େନ୍ ଯାଏଁ ଲେଖକ କେବଳ ଶଯ୍ୟାରେ ପଡ଼ି ରହି ଘର କଥା ଭାବୁଥିଲେ। ଲେଖକଙ୍କ ସହଯାତ୍ରୀ ଭାବେ ଥିଲେ 3-4 ଜଣ ଶିଲଂର ଛାତ୍ର, ପଞ୍ଜାବରୁ ଜଣେ ଛାତ୍ର, ଜଣେ ଶିକ୍ଷିତ ବ୍ୟବସାୟୀ, ଦଳେ ଭାରତୀୟ ବୁଲାବିକା, ଯେଉଁମାନଙ୍କ ସଂଖ୍ୟା ପ୍ରାୟ 12 ବା 14। ଭାରତୀୟ ବୁଲାବିକା ଦଳକୁ ସାମୂହିକ ଭାବେ ଲେଖକ ଗ୍ୟାଙ୍ଗ ନାମ ରଖିଥିଲେ। ସେମାନେ ବିଭିନ୍ନ ଧର୍ମ ସମ୍ପ୍ରଦାୟର ଥିଲେ ଓ ଧୂମ୍ରପାନ କରି ବଦଭ୍ୟାସରେ ଜଡ଼ିତ ଥିଲେ। ସେମାନଙ୍କ ସହ ଖାପ ଖୁଆଇବାରେ ଲେଖକଙ୍କୁ ଅସୁବିଧା ହୋଇଥିବାରୁ ସେ ଅଧିକାଂଶ ସମୟ କେବିନ୍ ବାହାରେ କଟାଉଥିଲେ। ପଞ୍ଜାବର ବ୍ୟବସାୟୀ ଜଣକ ଥିଲେ ଚମନଲାଲ, ଭଦ୍ର ଓ ଧନୀ ଘର ପିଲା, ଖୁବ୍ ପରୋପକାରୀ। ଅନ୍ୟ ପଞ୍ଜାବୀ ଛାତ୍ର ଜଣକ ଲେକ୍ଚରର ଥିଲେ ଓ ଡିଗ୍ରୀ ପାଇଁ ବିଲାତ ଯାଉଥିଲେ। ସେ ଏକ ବୃହତ୍ତର ପରିବାରର ଅଂଶ ଥିବାରୁ ଆର୍ଥିକ ଅସ୍ୱଚ୍ଛଳତା ପାଇଁ ତୃତୀୟ ଶ୍ରେଣୀରେ ଯାତ୍ରା କରୁଛନ୍ତି ବୋଲି ଲେଖକଙ୍କୁ ଜଣାଇଥିଲେ। ଜାହାଜର ଫାର୍ଷ୍ଟ ଓ ସେକେଣ୍ଡ କ୍ଲାସରେ ଅନେକ ଶ୍ୱେତାଙ୍ଗ ଯାତ୍ରୀ ଓ ଜାପାନ ଯାତ୍ରୀ ଥିଲେ। ସେମାନେ ତୃତୀୟ ଶ୍ରେଣୀ ଯାତ୍ରୀମାନଙ୍କ ସଙ୍ଗେ ଆଦୌ ମିଶୁନଥିଲେ। ତୃତୀୟ ଶ୍ରେଣୀରେ ଜଣେ ରହସ୍ୟମୟ ନୌଯାତ୍ରୀ ବା ମିଷ୍ଟେରିୟସ୍ ମେରାଇନର ଶ୍ୱେତାଙ୍ଗ ଯାତ୍ରୀ ଥିବାର ଲେଖକ ପ୍ରକାଶ କରିଛନ୍ତି। ସେ ତାଙ୍କର ସମସ୍ତ ପୁଞ୍ଜି ହରାଇଥିବାରୁ ପୁଲିସ ତୃତୀୟ ଶ୍ରେଣୀର ଟିକେଟ୍ କଟାଇ ଦେଶକୁ ଫେରିବାର ବନ୍ଦୋବସ୍ତ କରିଥିଲେ, କିନ୍ତୁ ସେ ଅନ୍ୟମାନଙ୍କ ଠାରୁ କୌଣସି ପ୍ରକାର ସାହାଯ୍ୟ ଗ୍ରହଣ କରୁନଥିଲେ।
दिन पर दिन ऊर्ध्वस्थित नील आकाश और निम्नस्थ नील जलराशिर विराट सत्ता उपरे भासमान जहाजरे कटिथिला लेखकଙ୍କ विदेश यात्रा। कोलंबोरु 6 दिन यात्रा पर लेखक एडेन बंदर रे पहुँची थिले। जहाज बंदर थारु अल्प दूर रहिला और समस्त जमा थिबा अलिया आवर्जना निष्कासन करिबारे लागिला। छोट मोटर बोट रे बसी लेखक और साथी माने स्थलभाग अभिमुखे यात्रा कले। एडेन आरब मरुभूमिर प्रांत देश रे रात्रि रे ओह्लाई थिबारु लेखक और अन्य माने भयंकर गरम सहिबारु रक्षा पाई जाइथिले। एडेन आफ्रिकार निकटतर थिबारु लेखक सेठारे प्रथम थर पाई आफ्रिकीय कृष्णकाय मनुष्य मानंकु देखिथिले। रात्रि समय होइथिबारु लेखक और साथी माने एडेन रो दुर्गदर्शन वंचित हेले। साथी थिबा भारतीय गैंग विभिन्न सौदापत्र किणिबारे लागिले। सेठारे जड़े भारतीय वंशोद्भव मुसलमान दोकानी घरू जलपान करी लेखक और साथी माने राति 9टा बेलू जहाज को फेरी। जहाज रे आसीथिबा माल सबू क्रेन साहाय्य सेटारे कढ़ागला। क्रेन रो शब्द और भीषण गरम पाई लेखक शोई न पारी राति 12टा बा जहाज छाड़िला पर्यंत एपट सेपट बुली समय काटिथिले। ता पर दिन आरंभ होइथिला लोहित सागर रे यात्रा, जहाँकि 4 दिन पर्यंत चलीथिला। जलभाग शांत थिबारु ये यात्रा सुखदायक थिला। एशिया, आफ्रिका, आरब, इजिप्ट प्रभृति महादेश और देश पाखरे गति करुथिबा बेले लेखक एठाकार ऐतिहासिक तथ्यगुड़ी को मने पकाइछंती। जहाज पुणी सुएज केनाल रे किछि समय रही यात्रा आरंभ कला। संकीर्ण सुएज केनाल रे जीवा समय रे लेखक उभय पार्श्वस्थ दृश्यराजी को मन भरी देखिथिले। सेप्टेम्बर 8 तारिख रे जहाज सुएज केनाल पारी होई पोर्ट सयद रे पहुंची जाइथिला। एठारे जहाजर इंधन पाई कोयला बोझेई करा जाइथिला। सेठारु समुद्रर उपकूलर थिबा लेसेपस स्मृतिस्तंभ दर्शन करथिले। लेसेपस हेउचंती सेई फरासी इंजीनियर जहाँको तत्वावधान रे सुएज केनाल खोला जाइथिला। अर्थात प्राच्य और यूरोप भूखंडर मिलन घटाइथिबा जुगपुरुष से। पोर्ट सयद हेउची यूरोप और एशिया मिश्रण भूमि। एई मिसर देश अल्प दिन पूर्वरु स्वाधीन होइथिला। मिसरी बजाररू साथी मानकर किछि सौदापत्र किनिबा परे लेखक और अन्य माने जहाज को फेरीथिले। एठारे लेखक मिसर पुरुष और स्त्री मानक रूपरे यूरोप और एशियार मिलनत्व उपलब्धि करथिले। दिन 12टारे जहाज पोर्ट सयद छाड़ी भूमध्य सागर रे प्रवेश कला। एहिठारे यात्री माने पुनः सामान्यतम समुद्र पीड़ा अनुभव करुथिले। प्रथम दिन पर भूमध्य सागरर जलस्रोत क्षुब्ध नथिबारु लेखक और अन्य माने अनेक समय डेक उपरे ठिया होई चतुर्पार्श्वर दृश्यराजी को देखुथांती। एठारे लेखक जने जर्मन छात्रंक सह बंधुत्व स्थापन करी सेठाकार राजनैतिक परिस्थिति, उन्नत उद्भावन, अर्थनीतिक प्रगति और शिक्षा संबंधी अनेक तथ्य संग्रह करथिले। यह छड़ा परवर्ती समय रे किछि जर्मनी तरुण तरुणी संस्पर्श रे आसी हिटलर विरोध स्वर जानिबाकु पाइथिले। 11 सेप्टेम्बर रे समुद्रर भयंकर क्षुब्ध रूपरे पुनः समुद्र पीड़ारे लेखक पीड़ित होई शଯ୍ୟାରେ शोई रहिथिले। समुद्र शांत हेबारु ऊपर को आसी देखिले जहाज इटाली और सिलिस मझिरे मेसिना प्रणाली भितरे गति करुछि। उभय पार्श्वस्थ सौद्धमाला मंडित गिरिब्रज मझिरे स्थिर नीलबारी राजी उपरे गति करुथुवा बेले सेठाकार प्राकृतिक दृश्य और ता सहित इतिहासर संपर्कर मध्य मिलन रे लेखक अप्यायित होई पड़िथिले। इटालीर पश्चिम कूल देई क्रमे जहाज अग्रसर हैला। 1937 मसीहा सेप्टेम्बर 12 तारिख रे जहाज नेपेलसर प्रसिद्ध और रमणीय उपसागर रे प्रवेश कला।
ଜାହାଜ ନଙ୍ଗର କଲା ପରେ ଲେଖକ ନେପଲସ ଦର୍ଶନାଭିମୁଖେ ବାହାରି ପଡ଼ିଲେ। ସେଠାରେ ଜଣେ ଇତାଲୀୟ ପଣ୍ଡାଙ୍କ ସହାୟତାରେ ସେମାନେ ମ୍ୟୁଜିୟମ୍, ଦାନ୍ତେ ସ୍କୋୟାର ଦର୍ଶନ କରିଥିଲେ। ଭାରତୀୟ ଗ୍ୟାଙ୍ଗ ଅଶିକ୍ଷିତ ଓ ଅଜ୍ଞାନତା ହିଁ ସେମାନଙ୍କୁ ଜାହାଜକୁ ଫେରିବାକୁ ବାଧ୍ୟ କଲା। କିନ୍ତୁ ଲେଖକ ଓ ଇତାଲୀୟ ପଣ୍ଡା ତଥା ଚମନଲାଲ ଅନ୍ୟ ଭ୍ରମଣ ଉଦ୍ଦେଶ୍ୟରେ କୌଣସି ଏକ କାଫେରେ ସାମାନ୍ୟତମ ଖାଦ୍ୟ ଗ୍ରହଣ ଓ କ୍ଷୁଦ୍ର ବାକ୍ଯୁଦ୍ଧ ପରେ ଅନ୍ୟ ମ୍ୟୁଜିୟମ୍ ଦେଖିବାକୁ ଯାଇ ବନ୍ଦ ଥିବାରୁ ନିରାଶ ହୋଇ ରାସ୍ତାରେ ବୁଲି ବୁଲି ୟୁରୋପୀୟ ନାଗରିକ ଜୀବନ ଦେଖିବାରେ ଲାଗିଲେ। ରାସ୍ତାରେ ବୁଲିଲା ବେଳେ ଲେଖକ ଇତାଲୀୟ ଜୀବନର ଦାରିଦ୍ର୍ୟର ଛାୟା ଦେଖିପାରିଥିଲେ। ଶେଷରେ ଇତାଲୀୟ ସ୍ୱାଧୀନତାଦାୟକ ଗାରିବାଲ୍ଡିଙ୍କର ଘୋଡ଼ସବାର ମୂର୍ତ୍ତି ଦେଖି ଓ ଇଟାଲୀର ପ୍ରସିଦ୍ଧ ଅଙ୍ଗୁର ଖାଇ ଖାଇ ଜାହାଜକୁ ଫେରିଥିଲେ। ଇଟାଲୀ ଉପକୂଳକୁ ଦୂରରେ ରଖି ଜାହାଜ ଉନ୍ମୁକ୍ତ ସାଗର ବକ୍ଷରେ ଭାସମାନ ହୋଇ ସେପ୍ଟେମ୍ବର 14 ତାରିଖରେ ପ୍ରାକୃତିକ ବନ୍ଦର ମାର୍ସେଲିସରେ ପହଞ୍ଚିଥିଲା। ସେଠାରେ ଲେଖକ ପର୍ବତ ଶୀର୍ଷଦେଶରେ ଥିବା ଏକ ଗିର୍ଜା ଭ୍ରମଣ କରିବାକୁ ଯାଇଥିଲେ। ସେଦିନ ଅପରାହ୍ନ 6ଟାରେ ଜାହାଜ ମାର୍ସେଲିସ୍ ଛାଡ଼ିଥିଲା। ତାହାପରେ ଜାହାଜ ଛିଡ଼ା ହୋଇ ରହିଲା ଜିବ୍ରାଲଟର ବନ୍ଦରର କିଛି ଦୂରରେ, ଯାହା ଥିଲା ସହର, ବନ୍ଦର ଓ ନୌଘାଟି, ଭୂମଧ୍ୟସାଗର ଓ ଦକ୍ଷିଣ ୟୁରୋପରେ ଇଂରେଜର ବଳିଷ୍ଠ ପ୍ରହରୀ। ମୋଟର ଲଞ୍ଚରେ ଲେଖକ କୂଳକୁ ଗଲେ। ସେଠାରେ ଥିବା ପର୍ବତ ଶିଖର, ମ୍ୟୁଜିୟମ୍, ଚର୍ଚ୍ଚ, ମୋରିସ୍ ସ୍ନାନାଗାର ଓ ମାନବ ରାଜ୍ୟ ଇତ୍ୟାଦି ଦର୍ଶନ କରି ଜାହାଜକୁ ଫେରିଥିଲେ। ଜିବ୍ରାଲଟରରୁ ଜାହାଜ ବିସ୍କେ ଉପସାଗରର ଅଶାନ୍ତ ଜଳରାଶି ଦେଇ ସେପ୍ଟେମ୍ବର 21 ତାରିଖରେ ଇଂଲିଶ ଚ୍ୟାନେଲ ଭିତରେ ପ୍ରବେଶ କଲା। ଉପକୂଳବର୍ତ୍ତୀ ବହୁ ଗ୍ରାମ, ବତୀଘର ଓ ନଗରର ଦ୍ୱୀପମାଳା ସନ୍ଦର୍ଶନ କରିବା ପରେ ଲେଖକଙ୍କ ଜାହାଜ ଭିକ୍ଟୋରିଆ ଡକ୍ସରେ ଲାଗିଲା। କଷ୍ଟମ୍ସ ଅଫିସରେ ଛାତ୍ର ହୋଇଥିବାରୁ ଜିନିଷପତ୍ର ନ ଦେଖି ଛାଡ଼ିଦେଲେ। ଲେଖକ ଚମନଲାଲଙ୍କ ସହିତ ଟ୍ୟାକ୍ସି କରି ଟକ୍ଏଚ୍କୁ ଗଲେ। ସେଠାରେ ଖୁବ୍ ଶସ୍ତାରେ 2 ଦିନ ରହି ଲେଖକ ଏଡିନବରା ଚାଲି ଯାଇଥିଲେ। ଲଣ୍ଡନର ବର୍ଣ୍ଣନା କରିବାକୁ ଯାଇ ସେ 2ଟି ବିଷୟ ପ୍ରତି ଅଧିକ ଗୁରୁତ୍ୱାରୋପ କରିଛନ୍ତି। ପ୍ରଥମଟି ହେଉଛି ବୈଜ୍ଞାନିକ ତଥ୍ୟ, ଲଣ୍ଡନର ପୃଥିବୀ ବିଖ୍ୟାତ ଭୂତଳ ରେଲୱେ, ଓ ଦ୍ୱିତୀୟଟି ହେଉଛି ଐତିହାସିକ କୀର୍ତ୍ତି ୱେଷ୍ଟମିନିଷ୍ଟର ଆବି, ଲଣ୍ଡନ ସହରର ପ୍ରସିଦ୍ଧ ଗିର୍ଜା, ଯେଉଁଠାରେ ଇଂଲଣ୍ଡର ରାଜାରାଣୀ ଅଭିଷିକ୍ତ ହୁଅନ୍ତି। ଲଣ୍ଡନରୁ ଏଡିନବରା ଯିବା ସମୟରେ ସେଠାକାର ନୟନାଭିରାମ ଦୃଶ୍ୟ ଲେଖକଙ୍କ ଚକ୍ଷୁକୁ ସ୍ନିଗ୍ଧ କରିଥିଲା। ଏଡିନବରାକୁ ପ୍ରଥମ ଥର ଯାଉଥିଲେ ମଧ୍ୟ କୌଣସି ଏକ ଶ୍ୱେତାଙ୍ଗ ଦମ୍ପତିଙ୍କ ସହାୟତାରେ ସେ YMCA ହଷ୍ଟେଲରେ ପହଞ୍ଚିବାରେ କୌଣସି ଅସୁବିଧାର ସମ୍ମୁଖୀନ ହୋଇନଥିଲେ। ଏହାପରେ ଲେଖକ 8ମ ଅଧ୍ୟାୟରେ ସ୍ୱରଚିତ କିଛି ପତ୍ର ମାଧ୍ୟମରେ ସେଠାକାର ଦୀର୍ଘ 2 ବର୍ଷର ଅନୁଭୂତି ବର୍ଣ୍ଣନା କରିଛନ୍ତି। ଏଡିନବରାରେ ପ୍ରାଥମିକ ଜୀବନ, ଡକ୍ଟର ଲର୍ଡଲାଉଙ୍କ ଘରେ ସାର୍ବଜନୀନ କ୍ଲବ, ସାହେବୀ ଖାଦ୍ୟ ସଙ୍ଗେ ପ୍ରଥମ ପରିଚୟ, ଇଂଲଣ୍ଡର ଶୀତକାଳ, ନବବର୍ଷର ସମ୍ବର୍ଦ୍ଧନା, ସେକ୍ସପିୟରଙ୍କ ଜନ୍ମସ୍ଥାନ, ଇଂଲଣ୍ଡରେ ଶୀତାନ୍ତ, ବିଦେଶରେ ସ୍ୱଦେଶ ସେବାର ସ୍ୱପ୍ନ ଇତ୍ୟାଦି ଇତ୍ୟାଦି। 3 ବର୍ଷର PhD ପଢ଼ାକୁ ଦିନରାତି ଲାଗି 2 ବର୍ଷରେ ଶେଷ କରି ଜନ୍ମମାଟିର ଅଦମ୍ୟ ଆକର୍ଷଣରେ ସ୍ୱଦେଶ ଫେରିବାକୁ ଲେଖକ ବ୍ୟଗ୍ର ହୋଇ ପଡ଼ିଥିଲେ। ଲେଖକ ଡିଗ୍ରୀ ଅପେକ୍ଷା ପାଶ୍ଚାତ୍ୟ ଭ୍ରମଣକୁ ପ୍ରାଧାନ୍ୟ ଦେବା କଥା ସ୍ୱୀକାର କରିଛନ୍ତି। ସେଠାରେ ପୂର୍ବରୁ ପଢ଼ିଥିବା BA, MA ଡିଗ୍ରୀ ନ ପଢ଼ି PhD ପଢ଼ିବାକୁ ଡକ୍ଟର ଲର୍ଡଲାଉଙ୍କ ପରାମର୍ଶ ଅନୁସାରେ ସେ ଡରହାମ ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚ ପାଇଁ ଏଡିନବରା ଛାଡ଼ି ନିଉକାସକ୍ ଗମନ କରିଥିଲେ। ସେଠାରେ କିଛି ମାସ ହୋଟେଲରେ କିଛି କାଳ ହାତରେ ରୋଷେଇ କରି, କିଛି କାଳ ବନ୍ଧୁ ଦୁର୍ଗାମାଧବ ବେହୁରାଙ୍କ ସହିତ ଓ କିଛି କାଳ ଏକାକୀ ଏହିପରି ଭାବରେ 1 ବର୍ଷ 10 ମାସ କଟାଇଥିଲେ। ସେଠାରେ ଥିବାବେଳେ ସେ ଗ୍ଲାସ୍ଗୋ, ଷ୍ଟ୍ରାଟଫୋର୍ଡ଼,
ବୁଲି ଦେଖିଥିଲେ। ଓଡ଼ିଶାର କଳା ଓ ସ୍ଥାପତ୍ୟ ବିଷୟରେ ଅଧ୍ୟାପିକା ମିସେସ୍ ଡାଏନା ଲାଲଙ୍କ ସହାୟତାରେ ସେ ଭାଷଣଟିଏ ଦେଇ ପ୍ରଶଂସିତ ହୋଇଥିଲେ। ଫେରିବା ସମୟରେ ଲେଖକଙ୍କୁ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଆସିବାକୁ ହେଲା, କାରଣ ତାଙ୍କର ଥେସିସ୍ର ପରୀକ୍ଷକ ସେଠାକାର ଜଣେ ଅଧ୍ୟାପକ ଥିଲେ। ଫେରିବା ପଥରେ ଅକ୍ସଫୋର୍ଡ଼ ୟୁନିଭର୍ସିଟି ଓ ଲଣ୍ଡନର ବିଭିନ୍ନ ସ୍ଥାନ ଦେଖିସାରି ଡୋଭର ପ୍ରଣାଳୀ ପାରି ହୋଇ ପ୍ୟାରିସରେ ଲେଖକ 3 ଦିନ କଟାଇଥିଲେ। ପ୍ୟାରିସରେ 3 ଦିନ ରହଣି ମଧ୍ୟରେ ଲେଖକ ଲାଟେନ୍ କ୍ୱାର୍ଟର, ବିଶ୍ୱପ୍ରସିଦ୍ଧ ଲୁଭ୍ର ମ୍ୟୁଜିୟମ୍ ଓ ପ୍ୟାରିସରୁ 20 ମାଇଲ ଦୂର ବାର୍କୋ ସମ୍ରାଟମାନଙ୍କର ବିଳାସ ପ୍ରାସାଦ ଭେର୍ସାଇଲ୍ ଆଦି ସ୍ଥାନ ଭ୍ରମଣ କରିଥିଲେ। ପ୍ୟାରିସରୁ ଲେଖକ ଟ୍ରେନରେ ଭେନିସ୍ ଯାଇଥିଲେ। ଭେନିସ୍ ଥିଲା କ୍ଷୁଦ୍ର କ୍ଷୁଦ୍ର ଦ୍ୱୀପ ଉପରେ ଠିଆ ହୋଇଥିବା ସହର। ସେଠାରୁ ଗୋଟିଏ ନୌକା ବା ଗଣ୍ଡୋଲା ସାହାଯ୍ୟରେ ଲେଖକ ପ୍ରତ୍ୟାବର୍ତ୍ତନ ପାଇଁ ଇଟାଲୀୟ ଜାହାଜ କଣ୍ଟିରୋସ୍ ଆରୋହଣ କରିଥିଲେ। ଅବଶ୍ୟ ଏଠାରେ ତାଙ୍କୁ କଷ୍ଟମ୍ସ ଅଫିସରେ ଟିକେ ହଇରାଣ ହେବାକୁ ପଡ଼ିଥିଲା। ଭେନିସ୍ ଛାଡ଼ିଲା ପରେ ଜାହାଜ ଆଣ୍ଡ୍ରିଆବର ଦକ୍ଷିଣ ବନ୍ଦର ବ୍ରିଣ୍ଡିସ୍ରେ କିଛି ସମୟ ରହିଥିଲା ଓ ଲେଖକ ସେହି ସମୟ ତକ ସେଠାକାର ସହର ଦର୍ଶନରେ କଟାଇଥିଲେ। ସୌଭାଗ୍ୟବଶତଃ ଶ୍ରୀଯୁକ୍ତ ବେହୁରା ମଧ୍ୟ ୱାଲେସ୍ରୁ ଫଳ ଚାଷ ରିସର୍ଚ୍ଚ କରି ସେହି ଜାହାଜରେ ସ୍ୱଦେଶ ଫେରୁଥାନ୍ତି। ଲେଖକ ଓ ସହଯାତ୍ରୀମାନେ ପୁଣି ସେହି ପୋର୍ଟ ସଏଦ୍, ସୁଏଜ୍ କେନାଲ, ଲୋହିତ ସାଗର, ଏଡେନ୍ ବନ୍ଦର ଦେଇ ବମ୍ବେରେ ପହଞ୍ଚିଥିଲେ। ବମ୍ବେରୁ ଝାରସୁଗୁଡ଼ା ଆସିଲା ପରେ ପ୍ରଥମେ ଓଡ଼ିଆ କଥା ଶୁଣି ଲେଖକଙ୍କ ମନରେ ଜନ୍ମ ମାଟିରେ ପହଞ୍ଚିବାର ଆଶ୍ୱାସନା ଆସିଥିଲା। ଶେଷ ଅଧ୍ୟାୟରେ ଲେଖକ ଭାରତୀୟ ଓ ଇଂରେଜମାନଙ୍କ ଏକ ତୁଳନାତ୍ମକ ଚିତ୍ର ଚିତ୍ରିତ କରିଛନ୍ତି। ତାଙ୍କ ମତରେ ଇଂରେଜମାନେ ଆମକୁ ଶୋଷଣ କରିନାହାନ୍ତି, ବରଂ ଭାରତବର୍ଷର ରାଷ୍ଟ୍ରୀୟ, ଜାତୀୟ ଓ ସାମାଜିକ ଅଭାବକୁ ଦୂରୀଭୂତ କରିଛନ୍ତି। ସେ ଆହୁରି ଲେଖିଛନ୍ତି, ପୌରୁଷବନ୍ତ ଇଂରେଜର ଦୃଢ଼ ହସ୍ତ ଧରାପୃଷ୍ଠର ସହସ୍ର ସହସ୍ର ମାଇଲ ବନ୍ଧ୍ୟା ରୋଗକୀର୍ଣ୍ଣ ମାଟିକୁ ଆଜି ସ୍ୱର୍ଣ୍ଣପର୍ଶୁ ଓ ସଭ୍ୟତାର ଲୀଳାସ୍ଥଳୀ କରିପାରିଛି। ଇଂରେଜମାନଙ୍କ ଗୁଣକୀର୍ତ୍ତନ କରି ଲେଖକ ସେମାନଙ୍କ ଦେଶାତ୍ମବୋଧକତା, ସ୍ୱାବଲମ୍ବନଶୀଳତା, କର୍ତ୍ତବ୍ୟପରାୟଣତା, ଭଦ୍ରତା ଓ ଭଦ୍ର ବ୍ୟବହାର ଇତ୍ୟାଦି ବିଷୟରେ ଆଲୋକପାତ କରିଛନ୍ତି ଏହି ଭ୍ରମଣ କାହାଣୀରେ। ତାପରେ ବିରାମ ଦେଇଛନ୍ତି ତାଙ୍କର ଏହି ଦୀର୍ଘ ଭ୍ରମଣ କାହାଣୀକୁ। ଲେଖକଙ୍କର କଳ୍ପନା ମାଧୁରୀର ଅପୂର୍ବ ଛୁଆଁରେ ଅଙ୍ଗେ ଲିଭା କାହାଣୀ ସବୁ ସଜଳ, ସରସ, ସୁନ୍ଦର ତଥା ରସସିକ୍ତ ହୋଇ ଉଠିଛି। ଏଥିରେ ରହିଛି ଆବେଗ, ଉତ୍କଣ୍ଠା, ସତ୍ୟ ଘଟଣା, ବ୍ୟକ୍ତିବିଶେଷ ତଥା ଅନୁଷ୍ଠାନମାନଙ୍କର ଯଥାନୁରୂପ ଚିତ୍ର ଓ ଚରିତ୍ର। ଯାତ୍ରା ଆରମ୍ଭଠାରୁ ଫେରିବା ପର୍ଯ୍ୟନ୍ତ ବିବିଧ ଘଟଣାଗୁଡ଼ିକୁ ମନଲୋଭା କାହାଣୀମାଳାରେ ସଜ୍ଜିତ କରି ପାଠକ ପ୍ରାଣକୁ ସୁରଭିତ କରିବାରେ ସକ୍ଷମ ହୋଇଛନ୍ତି ଲେଖକ ଡକ୍ଟର ମାୟାଧର ମାନସିଂହ। ନିର୍ମଳ ଚିତ୍ତରେ ନିରପେକ୍ଷ ଭାବେ ବିଷୟଗୁଡ଼ିକର ଉତ୍ଥାପନ କରି ଡକ୍ଟର ମାନସିଂହ ଭାବନାକୁ ସଂକୀର୍ଣ୍ଣତାର ଶିକାର ହେବାକୁ ନ ଦେଇ ବିଶ୍ୱସ୍ତରର ମାନବୀୟ ପରିପ୍ରକାଶର ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ସୁତରାଂ ପୃଥିବୀ ଓ ଆକାଶର ସମନ୍ୱିତ ରୂପର କଳାତ୍ମକ ଅଭିବ୍ୟକ୍ତି ହିଁ ରୂପ ପାଇଛି ଆଲୋଚ୍ୟ ଭ୍ରମଣ କାହାଣୀ ପଶ୍ଚିମ ପଥିକର ମଞ୍ଜୁଳ ପୃଷ୍ଠାରେ। ଏହା ବ୍ୟକ୍ତିର ବହିର୍ଜଗତ ସମ୍ପର୍କିତ ଜ୍ଞାନ ପିପାସାର ଏକ ମନ୍ମୟ ଆଲେଖ୍ୟ। ଲେଖକ ନିଜ ଅନୁଭବ ଓ ଅନୁଭୂତି ମଧ୍ୟରେ ଏପରି ନିବିଘ୍ନ ହୋଇ ପ୍ରତ୍ୟେକଟି ସ୍ମୃତିକୁ ସାଉଁଟି ଲେଖିବାରେ ସିଦ୍ଧହସ୍ତତ୍ୱର ପ୍ରମାଣ ଦେଇଛନ୍ତି। ଏଠାରେ କୁଞ୍ଜବିହାରୀ ଦାସ ମହୋଦୟଙ୍କ କବିତାଂଶଟିକୁ ଯଥାର୍ଥରେ ସତ୍ୟ ସାବ୍ୟସ୍ତ କରିଛନ୍ତି ଲେଖକ ଡକ୍ଟର ମାୟାଧର ମାନସିଂହ। ପଶ୍ଚିମ ପଥିକ ରଚନା କରିବା ସମୟରେ ଜୀବନର ଏଇ ନୂଆ ଅନୁଭବ ପାରିବୁ କି ଲେଖି କବିତା, ଜୀବନର ଏଇ ନୂଆ ଅନୁଭବ ପାରିବୁ କି ଲେଖି କବିତା, ନିଜ ଅନୁଭବେ ନିଜେ ଡୁବେ ମୁହିଁ କିରଣ ଯେସନ ସବିତା, ନିଜ ଅନୁଭବେ ନିଜେ ଡୁବେ ମୁହିଁ କିରଣେ ଯେସନ ସବିତା,
ବହିଯାଏ କ୍ଷଣେ ମଳୟ ବହିଯାଏ କ୍ଷଣେ ମଳୟ ସୌରଭସମ ଭାବନା ମୋହର ମେଘଲୋକ ଦିଗି ବଳୟ। ସୌରଭସମ ଭାବନା ମୋହର ମେଘଲୋକ ଦିଗି ବଳୟ। ଧନ୍ୟବାଦ।